ଆଜି ଚିକିର ସିଟି ହସ୍ପିଟାଲରୁ ରିପୋର୍ଟ ଆସିବ। ନିଶା କହିବେ, ମୁଁ ହେଉଛି ଚିକି, ମୋତେ ସେଇ ହସ୍ପିଟାଲ ରିପୋର୍ଟ ଦିଅନ୍ତୁ। ହସ୍ପିଟାଲ ରିପୋର୍ଟ ଦେଲା ପରେ ନିଶା ଚିକିର ହସ୍ପିଟାଲର ପଜିଟିଭ୍ ରିପୋର୍ଟକୁ ଦେଖିକରି ଫିଙ୍ଗିଦେବ। ନିଶା ନକଲି ରିପୋର୍ଟ ଗୋଟିଏ ତିଆରି କରିବ। ସେତେବେଳେ ଦେବୀମା ପବନ ଜୋରରେ ପବନ ବୋହିବ। ନିଶା ଯେଉଁ ପଜିଟିଭ୍ ରିପୋର୍ଟକୁ ଫିଙ୍ଗି ଦେଇଥିବ, ସେହି ରିପୋର୍ଟ ଚିକିଙ୍କ ପାଖରେ ପହଞ୍ଚିଯିବ। ରାମ ଓ ଚିକି ଦୁଇଜଣ ଦୁର୍ଗା ମାତାକୁ ପୂଜା କରୁଥିବେ। ଦୁର୍ଗା ମାତା ନିଶାକୁ ବନ୍ଦୀ କରିଦେବେ। ତାର ଯେଉଁ ନକଲି ରିପୋର୍ଟ ତିଆରି ହୋଇଥିବ ଆସିଥିବ, ସେହି ରିପୋର୍ଟକୁ ଜାଲିଯିବେ ଦୁର୍ଗା ମାତା। ରାମ ଓ ଚିକିକୁ ଜେଜେମା ଫୋନ୍ କରି କହିବେ, କ'ଣ ହେଲା ତୁମେ ଜେଜେମା? ଏବେ ତୁମେ ବୁଢ଼ୀ ଜେଜେମା ହେବାକୁ ଯାଉଛି। ଲକି ଯେତେବେଳେ ଗାଡ଼ି ଚଲାଉଥିଲେ, ଲକି ଘରକୁ ତୁ ଚାଲ, ଗାଡ଼ି ଟିକିଏ ଘୁମା। ଘରକୁ ଏବେ ଖୁସି ଖବର ଆସିଯାଇଛି। ଘରକୁ ସମସ୍ତେ ଆସିଲା ବେଳେ ଏକ ଦୁଆରରେ ନିଶା ପଡ଼ି ରହିଥିବ। ଜେଜେମା କହିବେ, ତୁ ଏଇଠି କାହିଁକି ପଡ଼ି ରହିଛୁ? ତୋତେ ଯଦି ଶୋଇବାର ଥିଲାରେ ଘରରେ କାହିଁକି ଶୋଇଲୁ ନାହିଁ? ଏଠି କାହିଁକି ପଡ଼ି ରହିଛୁ? ଲକି ଓ ରିଦ୍ଧି ଏଇ ନିଶାକୁ ତାଙ୍କ ଡୋରରୁ ବନ୍ଦି ଖୋଲି ଦିଅନ୍ତୁ। ପୁଣି ସେହି ଚିକି ଜିତିଗଲା ନା, ମୁଁ ଏମିତି କିଛି କରିବି ସେଇ ଛୁଆ ଏହି ଦୁନିଆକୁ ଆସିବା ଆଗରୁ ଶେଷ ହୋଇଯିବ। ଲକି ମୋର ଗର୍ଭରେ ଜନ୍ମ ହୋଇଛି ସତ, ହେଲେ ତାଙ୍କ ପରିବାର ସହିତ ମିଶୁଛି। ରାମ, ଚିକି ଓ ଜେଜେମାଙ୍କ ସହିତ ମିଶୁଛି। ସେଇ ସୁନା ରୂପା ଟଙ୍କା ମୋତେ ବି ଦରକାର ନିଶା। ତୋତେ ବି ସେଇ ସୁନା ରୂପା ଟଙ୍କା ଦରକାର ନା? ତୁ ଆମରି ସାଥିରେ ମିଶିଯା। ଆମେ ତିନିଜଣ ମିଶିକରି ଗୋଟିଏ ଚମତ୍କାର ପ୍ଲାନ୍ କରିବା। ପୁଣି ଆମ ସାଙ୍ଗରେ ହାତ ମିଶା ବୋହୂରାଣୀ। ମୋରି ପାଖରେ ଗୋଟିଏ ଜଙ୍ଗଲ ଆଇଡ଼ିଆ ଅଛି। ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ଯଦି ପ୍ରଥମ ଥର ଆସିଥିବେ, ଭିଡ଼ିଓକୁ ଗୋଟେ ଲାଇକ୍ ଓ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆପଣମାନେ କେଉଁ ଜିଲ୍ଲାରେ ଦେଖୁଛନ୍ତି ଆମକୁ କମେଣ୍ଟ କରି ନିହାତି ଜଣାଇବେ। ଜୟ ଜଗନ୍ନାଥ।